ଖରା ଦିନ ହଉ ବା ଅଲଗା ଦିନମାନଙ୍କରେ ଘରେ ଥିବା ମାତ୍ର ଦୁଇଟି ସାମଗ୍ରୀକୁ ନେଇକି କମ୍ ସମୟରେ ଏ ରେସିପିକୁ ବନେଇକି ରେଡ଼ି କରିବା। ଆଉ ଘର ଲୋକ ସମସ୍ତେ ଏତେ ପସନ୍ଦ କରିବେ, ସପ୍ତାହକୁ ନିଶ୍ଚୟ ଆପଣ ଦୁଇଥର ବନେଇବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ, ତା ସହିତ ଭିଡ଼ିଓକୁ ଲାଇକ୍ କରିନେବେ। ପ୍ରଥମେ ଆମେ କ'ଣ କରିବା ନା, ଗୋଟେ ଫ୍ରେଶ୍ ନଡ଼ିଆ ନେବା। ଦେଖିପାରୁଥିବେ ମୁଁ ଏଠି ନଡ଼ିଆକୁ ଭାଙ୍ଗି ନେଇଛି। ଭାଙ୍ଗି ନେଇ ସାରିଲା ପରେ ଏଠି ଆମେ କ'ଣ କରିବା ନା, କୋରି ନେବା। ମୁଁ ଏଠି କୋରିକି ବ୍ୟବହାର କରିଛି। ଆପଣ ଯଦି ଚାହିଁବେ ନଡ଼ିଆକୁ କାଟିକି ମଧ୍ୟ ଏଠି ବ୍ୟବହାର କରିପାରିବେ। ଆଉ ଗୋଟେ କଥା, ବ୍ରାଉନ୍ କଲର୍ ପାର୍ଟକୁ ବ୍ୟବହାର କରିବେନି, ନହେଲେ ଟେଷ୍ଟ ଟିକେ ଅଲଗା ଚେଞ୍ଜ ହେଇଯାଇଥାଏ। ଏବେ କ'ଣ କରିବା, ସବୁ ନଡ଼ିଆ କୋରାକୁ ଦେଇଦେବା ଗୋଟେ ମିକ୍ସିଂ ଜାର୍ରେ। ମୁଁ ଏଠି 2 କପ୍ ନଡ଼ିଆ କୋରା ନେଇଛି। ସେଇ କପ୍ରେ ମାପିକି ଗୋଟେ କପ୍ ପାଣି ଦେବା। ପାଣି ଦେଇକି ଆକୁ ଚିକଣ ସେ ଗ୍ରାଇଣ୍ଡ କରି ଆଣିବା। ଦେଖିପାରୁଥିବେ ମୁଁ ଏଠି ପୁରା ଭଲସେ ଗ୍ରାଇଣ୍ଡ କରି ନେଇଛି। ଏବେ ଆମେ କ'ଣ କରିବା ନା, ନଡ଼ିଆ କ୍ଷୀରକୁ ବାହାର କରିବା। ସେଥିପାଇଁ ଗୋଟେ ବାଉଲ୍ ନେଇଛି। ବାଉଲ୍ ଉପରେ ଏମିତି ଗୋଟେ କପଡ଼ା ରଖିଦେବେ। କପଡ଼ାରେ ବାହାର କରିବେ, ଆରାମସେ ବାହାରିଯିବ। ଆଉ କିଛି ନଡ଼ିଆର ଗୁଣ୍ଡ ମଧ୍ୟ ଏଠି ରହିବନି। ଆପଣ ଯଦି ଚାହିଁବେ, ଯଦି ଆପଣଙ୍କ ପାଖରେ ଛୋଟ ଜାଲିବାଲା ଚାହା ଛଣା ଥିବ, ସେଥିରେ ମଧ୍ୟ ବାହାର କରିପାରିବେ। ଏବେ କ'ଣ କରିବା, ସବୁକୁ ପ୍ରଥମେ ଦେଇଦେବା। ଦେଇ ସାରିଲା ପରେ କପଡ଼ାକୁ ଭଲସେ କ'ଣ କରିବା ନା, ଚୁପୁଡ଼ି ନେବେ, ଯେମିତି ଟିକେ ବି ପାଣି ରହିବନି। ଦେଖିପାରୁଥିବେ କେତେ ଆରାମସେ ବାହାରି ଯାଉଛି, ସବୁ ପୁରା ବାହାରିଯିବ। ଏ ଯେଉଁ ଖଦଡ଼ିଆ ଆପଣ ରହିବ ନା, ଖଦଡ଼ିଆକୁ ଜମା ବି ଫୋପାଡ଼ିବେନି। ଆକୁ ମଧ୍ୟ ଆପଣ ତରକାରୀରେ ୟୁଜ୍ କରିପାରିବେ, ନହେଲେ କିଛି ମିଠା ମଧ୍ୟ ବନେଇ ପାରିବେ। ଏବେ ନଡ଼ିଆ କ୍ଷୀରକୁ ଗୋଟେ ସାଇଡ଼୍ରେ ରଖି ନେବା। ଦେଖିପାରୁଥିବେ ଏତିକି ଖଦଡ଼ା ଅଂଶ ବାହାରିଲା। ମୁଁ ଏଠି ଆକୁ କ'ଣ କରିବି ନା, ଷ୍ଟୋର୍ କରି ରଖିନେବି। ଆପଣ ଚାହିଁଲେ ଟିକେ ଉଷୁମ କରି ଡେସିକେଟେଡ୍ କୋକୋନଟ୍ ଭାବେ ମଧ୍ୟ ୟୁଜ୍ କରିପାରିବେ। ଆକୁ ଗୋଟେ ସାଇଡ଼୍ରେ ରଖିନେବା। ଏବେ ସେଇ ନଡ଼ିଆ କ୍ଷୀରରୁ ମୁଁ ଏଠି ପ୍ରଥମେ କ'ଣ କରିବି ନା, ଅଧା କପ୍ କ୍ଷୀର କାଢ଼ିକି ଗୋଟେ ବାଉଲ୍ରେ ରଖିନେବି। ସେ ଯେଉଁ ଅଧା କପ୍ କ୍ଷୀର ଆମେ ବାହାର କଲେ ନା, ସେଥିରେ ଆମେ କ'ଣ କରିବା ନା, 3ରୁ 4 ଚାମଚ କର୍ଣ୍ଣଫ୍ଲାୱାର ଦେବା। ମାନେ 1/4 କପ୍ ଏଠି ଆମେ କ'ଣ କରିବା ନା, କର୍ଣ୍ଣଫ୍ଲାୱାର ୟୁଜ୍ କରିବା। 2ଟା ସାମଗ୍ରୀ ଆମକୁ ଦରକାର। ପ୍ରଥମେ ହେଲା ନଡ଼ିଆ, ସେକେଣ୍ଡ ହେଲା କର୍ଣ୍ଣଫ୍ଲାୱାର। କର୍ଣ୍ଣଫ୍ଲାୱାର ଦେଇ ସାରିଲା ପରେ ଆକୁ ଭଲସେ ମିଶାଇ ନେବେ, ଯେମିତି ଟିକେ ବି ଗେଟା ରହିବନି। ଏବେ ଆକୁ କ'ଣ କରିବା ନା, ସାଇଡ଼୍ରେ ରଖିନେବା, ପଛରେ ୟୁଜ୍ କରିବା। ଚାଲନ୍ତୁ ପ୍ରଥମେ ବନେଇବା। ସେଥିପାଇଁ ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ ଗୋଟେ କଡ଼େଇରେ ବାହାର କରି ରଖିଥିବା ନଡ଼ିଆ କ୍ଷୀରକୁ ଦେବା। ନଡ଼ିଆ କ୍ଷୀରକୁ ଦେଇ ସାରିଲା ପରେ କଣ୍ଟିନ୍ୟୁଅସ୍ଲି 2ରୁ 3 ମିନିଟ୍ ଏହିପରି ମିଶାଇବେ। ମିଶାଇ ସାରିଲା ପରେ ଯେହେତୁ ନଡ଼ିଆରେ ଅଲରେଡ଼ି ଟିକେ ମିଠା ଅଂଶ ଥାଏ, ସେଥିପାଇଁ ମୁଁ ଏଠି 1 ଚାମଚ ଚିନି ବ୍ୟବହାର କରିଛି। ଆପଣଙ୍କୁ ଯଦି ଅଧିକା ମିଠା ପସନ୍ଦ, ଆପଣ 2 ଚାମଚ ନେଇପାରିବେ, ନହେଲେ ଟୋଟାଲି ଚିନିକୁ ସ୍କିପ୍ କରିପାରିବେ। ଏବେ ଚିନି ଦେଇ ସାରିଲା ପରେ ଏମିତି ଟିକେ ବଏଲ୍ ଆସିବା ଯାଏ ପ୍ରଥମେ ମିଶାଇ ନେବେ। ତାପରେ ଯେତେବେଳେ ବଏଲ୍ ଆସିବ, ଆପଣ କ'ଣ କରିବେ ନା, ଫ୍ଲେମ୍କୁ ଲୋ ରଖିବେ। ଗୋଟେ ହାତରେ ଏମିତି କର୍ଣ୍ଣଫ୍ଲାୱାର ଆଉ ନଡ଼ିଆ କ୍ଷୀରର ସ୍ଲରି ଦେବେ, ଆଉ ଗୋଟେ ହାତରେ କଣ୍ଟିନ୍ୟୁଅସ୍ଲି ମିଶାଇବେ। ଦେଖିବେ ଧୀରେ ଧୀରେ ଏମିତି ଟିକେ ମୋଟା ଟାଇପ୍ର କନସିଷ୍ଟେନ୍ସି ହେଇଯିବ, ଯେମିତି ଆପଣ ଜନ୍ତଣି ବନାନ୍ତି ନା, ସେହିପରି ଏଠି କରିବେ। ଆଉ ଗୋଟେ କଥା ଧ୍ୟାନ ଦେବେ, ଯେମିତି ଜନ୍ତଣି କାଠ ଟାଇପ୍ର ବନିଥାଏ ସେମିତି କରିବେନି। ଏମିତି ଉପରୁ ତଳକୁ ପକାଇବେ, ଗୋଟେ ରିବନ୍ ସେପ୍ରେ ପଡ଼ୁଥିବ, ଜାଣିବେ ଯେ ପୁରା ପରଫେକ୍ଟ ଅଛି। ତାପରେ ଫ୍ଲେମ୍କୁ ଅଫ୍ କରିଦେବେ। ଆକୁ ଆଣିକି ଗରମ ଗରମ କ'ଣ କରିବେ ନା, ଗୋଟେ ଜାଗାରେ ସେଟ୍ କରିନେବେ। ମୁଁ ଏଠି ସେଟ୍ କରିବା ପାଇଁ କାଚ ବାଉଲ୍ ବ୍ୟବହାର କରିଛି। ଆପଣ ଚାହିଁଲେ କିଛି ଥାଳିରେ ମଧ୍ୟ ଏଠି ସେଟ୍ କରିପାରିବେ, ନହେଲେ ଆପଣଙ୍କ ଘରେ ଯେକୌଣସି ଜାଗାରେ ମଧ୍ୟ ସେଟ୍ କରିବେ। ଆଉ ସେଟ୍ କରିବା ପୂର୍ବରୁ ପ୍ରଥମେ କ'ଣ କରିବା ନା, ତେଲ ବା ଘିଅରେ ଟିକେ ଏମିତି ଗ୍ରେସ୍ କରିନେବେ, ଯାହାଫଳରେ ଇଜିଲି ବାହାରିଯିବ। ଗୋଟେ କାଚ ବାଉଲ୍ରେ ମୁଁ ଏଠି ଦେଇକି ଭଲସେ ସେଟ୍ କରି ନେଇଛି। ତାପରେ ଏଠି କଭର୍ କରିନେବା। କଭର୍ କରିକି ପ୍ରଥମେ ଥଣ୍ଡା ହେବା ପାଇଁ ବାହାରେ ଛାଡ଼ିବା। ଥଣ୍ଡା ହେଇଗଲା ପରେ 2 ଘଣ୍ଟା ଫ୍ରିଜ୍ରେ ରଖିବା। ଯଦି ଥଣ୍ଡା ଖାଇବା ପାଇଁ ଚାହୁଁଥିବେ ତାହେଲେ ଫ୍ରିଜ୍ରେ ରଖିବେ। ଯଦି ଥଣ୍ଡା ଖାଇବା ପାଇଁ ଚାହୁଁନଥିବେ ତାହେଲେ ନର୍ମାଲି ରୁମ୍ ଟେମ୍ପରେଚରରେ ଥଣ୍ଡା ହେଇସାରିଲା ପରେ କାଟିକିରି ଖାଇପାରିବେ। ମୁଁ ଏଠି ଫ୍ରିଜ୍ରୁ କାଢ଼ି ନେଇଛି। କାଢ଼ି ନେଇ ସାରିଲା ପରେ ଗୋଟେ ପ୍ଲେଟ୍ ଉପରେ ଏମିତି ରଖି ଡିମୋଲ୍ଡ କରିନେବା। ଦେଖିପାରୁଥିବେ ଆରାମସେ ପୁରା ବାହାରିଗଲା। ଆପଣଙ୍କୁ ଗୋଟେ ଥର ଟ୍ରାଏ କରନ୍ତୁ, ବହୁତ ମାଉଥ୍ ମେଲ୍ଟିଂ, ପାଟିରେ ପକାଇବା ମାତ୍ରେ ମିଳେଇଯିବ। ଆଉ ଘର ଲୋକ ଏତେ ପସନ୍ଦ କରିବେ ନା, ଆପଣ ସବୁବେଳେ ବନେଇବା ପାଇଁ ଇଚ୍ଛା କରିବେ। ଆଉ କମ୍ ଖର୍ଚ୍ଚରେ ବନିକି ରେଡ଼ି ହେଇଯିବ। ଯଦି ଭିଡ଼ିଓଟି ପସନ୍ଦ ଆସିବ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ଧନ୍ୟବାଦ।